ଏତିକି ଅନୁରୋଧ କରୁଛି ମୋତେ କିଛି ସାହାଯ୍ୟ ମିଳୁ ଛୁଆଟି ତାକୁ ଭଲ ଡକ୍ଟର ଦେଖିକି ଭଲ କର। ବାପା ମାଙ୍କ ଉପରେ ବୋଝ ହୋଇଯାଇଛି ଭେଣ୍ଡିଆ ପୁଅ। 2 ବର୍ଷ ତଳେ ବଡ଼ ପୁଅକୁ ହରାଇବା ପରେ ଏବେ ଅସୁସ୍ଥ ହୋଇଯାଇଛି ସାନ ପୁଅ। ସାନ ପୁଅର କିଡନୀ ଖରାପ ହୋଇଯାଇଥିଲା ବେଳେ ପୁଅକୁ ସୁସ୍ଥ କରିବା ପାଇଁ ଅର୍ଥ ସାଜିଛି ବାଧକ। ପରିବାରର ଆର୍ଥିକ ସ୍ଥିତି ଖରାପ କାରଣରୁ ଚିକିତ୍ସା ପାଇଁ ମେଡିକାଲକୁ ନେଇ ପାରୁନାହାନ୍ତି ପରିବାର ଲୋକେ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନାରାୟଣପୁର ଗ୍ରାମରେ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ନାରାୟଣପୁର ଗ୍ରାମର କରୁଣାକର ଦାସଙ୍କ ପୁତ୍ର ପବିତ୍ର ଦାସ। କରୁଣାକରଙ୍କର ବଡ଼ ପୁଅ କିଛି ବର୍ଷ ତଳେ ଏକ ଅଜଣା ରୋଗରେ ଆରପାରିକୁ ଚାଲି ଯାଇଛନ୍ତି। ଆଉ ଏବେ ସାନ ପୁଅ ପବିତ୍ର ରୋଗ ଯନ୍ତ୍ରଣାରେ ପଡ଼ି ଜର୍ଜରିତ ହେଉଛନ୍ତି। ପରିବାର କେହି ରୋଜଗାରିଆ ବ୍ୟକ୍ତି ନଥିଲା ବେଳେ ସାନ ପୁଅକୁ ସୁସ୍ଥ କରିବା ପାଇଁ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। ବଡ଼ ପୁଅ ତ 25 ବର୍ଷର ବଡ଼ ପୁଅ ଥିଲା। ସିଏ ଆମକୁ ଖଟିକି ପୋଷେ। ସିଏ ବଡ଼ ପୁଅ ଚାଲିଗଲା କତୁରୁ ସାନ ପୁଅକୁ ଭରସା କରିଥିନୁ। 9 ମାସ ହେଲାଣି ବଡ଼ ସାନ ପୁଅର ଝାଡ଼ାରେ ବ୍ଲଡ଼ ପଡ଼ିଲା ଯେମିତି ତାକୁ କଟକ ନେଇକି ପଳେଇନୁ ଜଗତପୁର ସଦ୍ଗୁରୁ ହସ୍ପିଟାଲ। ସେଠି କହିଲେ ଯେ ତାଙ୍କର କିଡ଼ନୀ ପ୍ରୋବ୍ଲେମ୍ ରହିଛି। କହିକି 9 ମାସ ହେଇଗଲାଣି ଟିକେ ଭଲ ହେଲା ପରେ ତାକୁ ଘିନିକି ଘରକୁ ଆଇନୁ। ତାପରେ ମୁଁ ଆଉ ଟେଷ୍ଟ କରିଥିବି ପଇସାଟେ ପାଇନି କି ନେଇକି ଯାଇପାରିନି ନାହିଁ। ତାପରେ ପୁଣି ଆସ୍ତେ ଆସ୍ତେ ଛୁଆ ଶୁଖି ନାଗିଲା ଯେମିତି ତାକୁ କଟକ ପୁଣି ନେଇକି ଭୁବନେଶ୍ୱର କହିଲେ କିମ୍ସିକି ନେଇକି ପଳାଅ। କିମ୍ସିକି ନେଇକି ଗନି। ନେଇକି ଗଲା ପରେ କିମ୍ସ ଡକ୍ଟର କହିଲେ ଯେ ଆର କିଡ଼ନୀ ମାନେ ଛୋଟ ହେଇଯାଇଛି, କହୁଛନ୍ତି ଛୋଟ ହେଇଯାଉଛି, ତ ଦେହର ବ୍ଲଡ଼ ନାହିଁ। ତାପରେ ତାର ହୋମୋଗ୍ଲୋବିନ୍ କହୁଛନ୍ତି ନାହିଁ ବୋଲି। ବ୍ଲଡ଼ ଦେଲା ବେଳକୁ ସେ ବ୍ଲଡ଼ ବି ମାନେ ପାଣି ଫଟେଇ ଦେଉଛି, ରଖୁନାହିଁ। ସେ ହୋମୋଗ୍ଲୋବିନ୍ କହିଲେ ବଢ଼ିବା ପାଇଁ ଲାଇନ୍ ଚାଲିଛି ଜ୍ୟୋତି ହସ୍ପିଟାଲ ବାଲେଶ୍ୱରର କରୁଛି। ଏଇଆ ପ୍ରୋବ୍ଲେମ୍ ହେଉଛି। ମୋତେ ତ ମାନେ ଆଉ ବଳ ନାହିଁ, ବାପ ତ ବୁଢ଼ା ହେଇଗଲାଣି। ସେଇ ବଡ଼ ପୁଅ କତୁରୁ ଭାଙ୍ଗି ପଡ଼ିଛି ପୁରା ବାପା। ଆଉ ଟିକେ ଯଦି କେହି ସାହାଯ୍ୟ କରନ୍ତେ ଯେ ଛୁଆଟିକି ଭଲ କରିପାରନ୍ତି। ଏତିକି ଅନୁରୋଧ କରୁଛି ମୋତେ କିଛି ସାହାଯ୍ୟ ମିଳୁ ଛୁଆଟି ପାଇଁ। ତାକୁ ଭଲ ଡକ୍ଟର ଦେଖିକି ଭଲ କର। 2ଟା ଝିଅ ଆହୁରି ବାହାଇତେ ଅଛନ୍ତି। କହୁଛି କେମିତି ଘର ଆଜି ଭାତ ଦିନେ କାଲି ତୁଣ ଥିବେନି, କାଲି ଲୁଣ ଦିନେ ଏଇରକମ ଅସୁବିଧା ହେଉଛି। 2ଟା ଝିଅ ଅଛନ୍ତି, ଭଲ ଝିଅ। କଟିଲା ଭଳିଆ କେହି ନାହିଁ। ସେଇ ପୁଅକୁ ଭରସା କରିଥିନୁ। ପୁଅ ବି ପଡ଼ିକି ଏଇରକମ ମାନେ ଭାବିଛି ମୁଁ କେହି ବଳ ନାହାନ୍ତି। ମୁଁ ଯୁଆଡ଼େ ନେଇକି ଯାଉଛି ଏଇ ବର୍ଷର ଖୁସାରିକି ଭୁବନେଶ୍ୱର ଯାଆ କଟକ ଯାଆ ଯେଉଁଠିକି ଯାଉଛି ମୁଁ ନେଇ ଯାଉଛି, କିନ୍ତୁ ପଇସାଟେ ମେଡ଼ିସିନ ବି କିଣିକି ଦେଇପାରୁନାହିଁ ତାକୁ। ବଡ଼ ଭାଇ ଦୁନିଆ ଛାଡ଼ି ଆରପାରିକୁ ଚାଲିଯିବା ପରେ ପବିତ୍ର ଉପରେ ପଡ଼ିଥିଲା ପରିବାରର ଦାୟିତ୍ୱ। ତେଣୁ ରାଜମିସ୍ତ୍ରୀ ଭାବରେ କାମ କରି ପରିବାର ଚଳାଉଥିଲେ। ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ବାପା କରୁଣାକର ମଧ୍ୟ ସହଯୋଗ କରୁଥିଲେ। କିନ୍ତୁ ହଠାତ୍ ପରିବାରକୁ ମାଡ଼ି ଆସିଲା ପୁଣି ଏକ କଳା ବାଦଲ। ପବିତ୍ର ରାତିରେ ଖାଇ ପିଇ ଶୋଇଥିବା ବେଳେ ସକାଳେ ତାଙ୍କ ଝାଡ଼ାରେ ରକ୍ତ ପଡ଼ିବା ଆରମ୍ଭ ହୋଇଥିଲା। ତେଣୁ ତାଙ୍କୁ ଭଦ୍ରକ ଓ ବାଲେଶ୍ୱର ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେଣୁ ଗାଁ ଲୋକଙ୍କ ପରାମର୍ଶ କ୍ରମେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଥିଲେ। ଧୀରେ ଧୀରେ ସୁସ୍ଥ ହେବା ପରେ ପୁଣି ସମାନ ସ୍ଥିତି ଆରମ୍ଭ ହୋଇଗଲା। ତେଣୁ ତାଙ୍କୁ ପରିବାର ଲୋକେ ଧାର କରଜ କରି କିମ୍ସ ହସ୍ପିଟାଲରେ ଚିକିତ୍ସା କରାଇଥିଲେ। ହସ୍ପିଟାଲରେ 11 ଦିନ ରହିବା ପରେ ହିମୋଗ୍ଲୋବିନ୍ କମ୍ ଥିବା ବେଳେ ରକ୍ତ ତିଆରି ହୋଇପାରୁନଥିବାର ଡକ୍ଟର କହିଥିଲେ। ଏଥିସହିତ କିଡନୀ 2ଟି ଛୋଟ ଥିବାର ଡକ୍ଟର କହିବା ସହ ଡାୟାଲିସିସ୍ ଓ ନିୟମିତ ଔଷଧ ଖାଇବାକୁ ପରାମର୍ଶ ମଧ୍ୟ ଦେଇଥିଲେ। କିନ୍ତୁ ଏବେ ମେଡିସିନ ଖାଇବାକୁ ପାଖରେ ଟଙ୍କାଟିଏ ନଥିବାର ପରିବାର ଲୋକେ କହିଛନ୍ତି। ମୋର କିଡ଼ନୀ ପ୍ରୋବ୍ଲେମ୍, ମୋ 2ଟା କିଡ଼ନୀ ନଷ୍ଟ ହେଇଯାଇଛି। ଏଇଟା ମୋ ଝାଡ଼ାଟେ ବ୍ଲଡ଼ ବୋଇଲା। ଏଇଟା ମୋର ଦେହ ଭଲ ନାହିଁ। ମୋ ବାପା ହେଲା ଖଟିପାରୁନି, ମୁଁ ଖଟେ। ମୋ ଦେହ ଖରାପ ବୋଲି ମୁଁ ଖଟିପାରୁନି। ମୋ ବାପା ବୁଢ଼ା ଲୋକ, କିଛି କରିପାରୁନି ବାପା। ମୁଁ ଭଲ ଥାନ୍ତି, ମୁଁ କାମ କରିଥାନ୍ତି। ଓଡ଼ିଶା ଆସିକି ମୁଁ ମାଗୁଛି ମୋତେ ସାହାଯ୍ୟ ଏମିତି ମିଳୁ। ମେସିନ୍ ଟଙ୍କେ ମିଳିଲେ ମୁଁ ଭଲ ହେଇପାରିବି। ବାପା କରୁଣାକରଙ୍କର ବୟସ ଏବେ 75 ବର୍ଷ ହୋଇଥିଲା ବେଳେ
କାମ କରିବା ସମ୍ଭବପର ନୁହେଁ। କିନ୍ତୁ ତାହାରି ଭିତରେ ବୃଦ୍ଧ ବାପା ମା ବହୁ କଷ୍ଟରେ ପୁଅକୁ ବଞ୍ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ତ ପାଖାପାଖି 8-9 ମାସ ହେଲାଣି କିଡ଼ନୀ ରୋଗରେ ପୀଡ଼ିତ ଅଛନ୍ତି। ତେଣୁକରି ଯାହା ବି ହେଉ ସିଏ ଗୋଟେ ତାଙ୍କ ଫ୍ୟାମିଲିର ଗୋଟେ ଖଟିଖିଆ ପିଲା ଥିଲା। ତେଣୁକରି ଖଟିକି ବାପା ମାଆଙ୍କୁ ମଧ୍ୟ ପୋଷୁଥିଲା। ବାପା ମାଆଙ୍କୁ ପୋଷିବା ସଙ୍ଗେ ସଙ୍ଗେ ତାର ଯେହେତୁ ଏଭଳି ପରିସ୍ଥିତି, ବାପାର ପାଖାପାଖି 80-85 ବୟସ ହେଲାଣି। ତେଣୁକରି ବାପା ବି ଆଉ ଖଟିବା ପରେ ନାହାନ୍ତି। ତାଙ୍କରି ଭରସା ସେ ଛୁଆଟି ଉପରେ ସବୁ ତିଆ ହେଇଥିଲା। ଆଉ ସେ ଛୁଆଟି ଯେତେବେଳେ ଏଇଭଳି ରୋଗରେ ଆକ୍ରାନ୍ତ ହେଇଗଲାଣି, ତେଣୁ ପରିବାର ଅସହାୟ ଅବସ୍ଥାକୁ ଗତି କରିଯାଉଛି। ଆଉ ମାଆ ବି ସେରକମ ଧୀରେ ଧୀରେ ତାଙ୍କର ବି ଦେହ ଆଉ ସୁସ୍ଥ ରହୁନାହିଁ। ତେଣୁକରି ମୁଁ ଭାବୁଛି ଯଦି ଆପଣମାନେ କି ଗ୍ରାମବାସୀ ବୃନ୍ଦ କି ସାରା ଦେଶବାସୀ କିଛି ଯଦି ପିଲାଟିକି ସାହାଯ୍ୟ କରନ୍ତି, ହୁଏତ ପିଲାର ଦୂରାଚାର୍ଯ୍ୟ ମିଳିବ। ଲୋକଙ୍କ ପାଖକୁ ଯାଇ ନିଜର ଦୁଃଖ କହି ପୁଅ ପାଇଁ ସାହାଯ୍ୟ ସହଯୋଗ ଲୋଡୁଛନ୍ତି। ଯଦି କେହି ସହୃଦୟ ବ୍ୟକ୍ତି ପବିତ୍ରଙ୍କୁ ସୁସ୍ଥ ହେବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଚାହୁଁଛନ୍ତି, ତାହେଲେ ତାଙ୍କ ବାପାଙ୍କ ଆକାଉଣ୍ଟ ନମ୍ବର କିମ୍ବା ଫୋନ ପେ ନମ୍ବରରେ ଆର୍ଥିକ ସହାୟତା ପଠାଇ ପାରିବେ।